ସାହିତ୍ୟରେ ପ୍ରବନ୍ଧକୁ କ'ଣ କୁହାଯାଏ? ନିବନ୍ଧ। ଓଡ଼ିଆ ସାହିତ୍ୟ ପ୍ରବନ୍ଧ ରଚନା କେଉଁ ପତ୍ରିକା ଆରମ୍ଭ ହୋଇଥିଲା? ପ୍ରବନ୍ଧ ରଚନା ଉତ୍କଳ ଦୀପିକା। ଉତ୍କଳ ଦୀପିକା ପତ୍ରିକା ସ୍ରଷ୍ଟା ହେଉଛି ଗୌରୀଶଙ୍କର। ବିବେକୀ ପ୍ରବନ୍ଧ ସ୍ରଷ୍ଟାଙ୍କ ନାମ ହେଉଛି ରାଧାନାଥ। ବିବିଧ ପ୍ରବନ୍ଧର ସ୍ରଷ୍ଟା ହେଉଛି ବିବିଧ ପ୍ରବନ୍ଧର ସ୍ରଷ୍ଟା ବିବେକୀ ପ୍ରବନ୍ଧ ପତ୍ରିକା ବିବେକୀ ପ୍ରବନ୍ଧ ହେଉଛି ରାଧାନାଥ। ବିବିଧ ପ୍ରବନ୍ଧ ସ୍ରଷ୍ଟା ବିଶ୍ୱନାଥ। ବିବେକୀ ପ୍ରବନ୍ଧ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍କଳ ଦର୍ପଣ। ଝଙ୍କାର ପତ୍ରିକାର ସମ୍ପାଦକ ନାମ ଝଙ୍କାର ହେଉଛି ହରେକୃଷ୍ଣ ମହତାବ। ରମ୍ୟ ରଚନା ଜନ୍ମଭୂମି କେଉଁ ଦେଶ? ରମ୍ୟ ରଚନା ଫ୍ରାନ୍ସ। ନନାଙ୍କ ପାଞ୍ଜିର ରଚୟିତାଙ୍କ ନାମ ଉଲ୍ଲେଖ। ନନାଙ୍କ ପାଞ୍ଜି ଗୋପାଳ ଚନ୍ଦ୍ର ପ୍ରହରାଜ। ମୋ ନିଶ ରମ୍ୟ ରଚନା ଭିତ୍ତିକ ପ୍ରବନ୍ଧର ସ୍ରଷ୍ଟାଙ୍କ ନାମ ହେଉଛି ନୀଳକଣ୍ଠ ଦାସ। ମୋ ନିଶ କେଉଁ ରଚନାଟି ଗୋବିନ୍ଦ ତ୍ରିପାଠୀ ଶସ୍ୟ ପ୍ରସ୍ତୁତି ବଟୁଆ କଖାରୁ ଫୁଲ କଦଳୀ ଗୋବିନ୍ଦ ତ୍ରିପାଠୀଙ୍କର। ଆମ ଘର ହାଲଚାଲ ରମ୍ୟ ରଚନା ସ୍ରଷ୍ଟା ଗୋପାଳଚନ୍ଦ୍ର ପ୍ରହରାଜ। ସିଂହଭୂମିରେ ଶୃଗାଳ ରମ୍ୟ ରଚନା ସ୍ରଷ୍ଟା କାଳନ୍ଦୀଚରଣ ପାଣିଗ୍ରାହୀ। ପତ୍ର ପ୍ରତିମାର ସ୍ରଷ୍ଟା ସିଂହଭୂମି ହେଉଛି କାଳନ୍ଦୀଚରଣ ପାଣିଗ୍ରାହୀ। ପତ୍ର ପ୍ରତିମା ହେଉଛି ମାର୍ଟିନ ଲୁଥର ଜୀବନୀ ହେଉଛି ମାର୍ଟିନ ଲୁଥର। ପଦ୍ମଚରଣ ପଟ୍ଟନାୟକ। ପତ୍ର ପ୍ରତିମାର ସ୍ରଷ୍ଟା ଶତାବ୍ଦୀର ସୂର୍ଯ୍ୟ ଓ କୁଳବୋଧ ଜୀବନୀ ସ୍ରଷ୍ଟା ହେଉଛି ଶତାବ୍ଦୀର ସୂର୍ଯ୍ୟ ସୁରେନ୍ଦ୍ର ମହାନ୍ତି। ହରେକୃଷ୍ଣ ମହତାବଙ୍କ ଆତ୍ମଜୀବନୀ। ହରେକୃଷ୍ଣ ମହତାବ ହେଉଛି ସାଧନାର ପଥେ। କୁମ୍ଭାର ଚକ କେଉଁ ସ୍ରଷ୍ଟାଙ୍କର ଆତ୍ମଜୀବନୀ? କାଳୀଚରଣ ପଟ୍ଟନାୟକ। କୁମ୍ଭାର ଚକ। ମୋ ଫୁଟା ଡଙ୍ଗାର କାହାଣୀ ଫୁଟା ଡଙ୍ଗା ଫୁତୁରାନନ୍ଦ। ଫୁଟା ଡଙ୍ଗା। ପଥ ପୃଥିବୀ କେଉଁ ସ୍ରଷ୍ଟାଙ୍କ ଆତ୍ମଜୀବନୀ? ସୁରେନ୍ଦ୍ର ମହାନ୍ତି। ପଥ ପୃଥିବୀ। ମୋ ଜୀବନ ଅନେକ ଉପନ୍ୟାସ କାହାର ରଚନା? ଶାନ୍ତନୁ କୁମାର ଆଚାର୍ଯ୍ୟ। ନିଃସଙ୍ଗ ପଦାତିକ କାହାର ରଚନା? ରବି ସିଂ। ନିଃସଙ୍ଗ ଅଙ୍ଗେ ଯାହା ନିଭାଇଛି ତାହା କାହାର ସୃଷ୍ଟି? ମୋ ଜୀବନ ଅନେକ ଉପନ୍ୟାସ କାହାର ରଚନା? କାଳନ୍ଦୀଚରଣ ପାଣିଗ୍ରାହୀ। ସଂସ୍କୃତ ଭାଷାର ପ୍ରବନ୍ଧକୁ କ'ଣ କୁହାଯାଏ? ସନ୍ଦର୍ଭ। ପ୍ରବନ୍ଧର ଇଂରାଜୀ ପ୍ରତିରୂପ ହେଉଛି କ'ଣ? ଏସେ। ସଂସ୍କୃତରେ ସନ୍ଦର୍ଭ କୁହାଯାଏ। ହିନ୍ଦୀରେ ନିବନ୍ଧ। ପାଶ୍ଚାତ୍ୟ ସାହିତ୍ୟିକ ଡ୍ୟାସ୍କୁ ପ୍ରବନ୍ଧ ଜନକ କୁହାଯାଏ। ମଣ୍ଟନ। ପ୍ରବନ୍ଧକୁ ଓଡ଼ିଶାରେ ଡ୍ୟାସ୍ ଅଭିହିତ କରାଯାଏ। ତନ୍ମୟ ମନ୍ମୟ। ପ୍ରବନ୍ଧର ବିଷୟବସ୍ତୁ ସମ୍ପର୍କରେ ଧାରଣା ପ୍ରଦାନ କରାଯାଇଥାଏ। ବିଷୟବସ୍ତୁ ପ୍ରବନ୍ଧରେ ବ୍ୟକ୍ତିନିଷ୍ଠ ପ୍ରବନ୍ଧରେ ପ୍ରବନ୍ଧକଙ୍କର ବ୍ୟକ୍ତିଗତ ଅନୁଭୂତି ପ୍ରକାଶ ପାଇଥାଏ। ହିନ୍ଦୀ ଭାଷାରେ ନିବନ୍ଧ। ଓଡ଼ିଆ ସାହିତ୍ୟରେ ପ୍ରବନ୍ଧ ରଚନା ଉତ୍କଳ ଦୀପିକା ପତ୍ରିକା ଆରମ୍ଭ ହୋଇଥିଲା। ଉତ୍କଳ ଦୀପିକା ଗୌରୀଶଙ୍କର। ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧ ବିବିଧ ପ୍ରବନ୍ଧକ ହେଉଛି ବିଶ୍ୱନାଥ କର। ଆମ ଘର ହାଲଚାଲ ସ୍ରଷ୍ଟାଙ୍କ ନାମ ଗୋପାଳଚନ୍ଦ୍ର ପ୍ରହରାଜ। ରାଧାନାଥ ରାୟ। ବିବେକୀ ପ୍ରବନ୍ଧ ସ୍ରଷ୍ଟା ଶିଳା ଓ ଶାଳଗ୍ରାମ ଚିତ୍ତରଞ୍ଜନ ଦାସ। ମୃତ୍ୟୁଞ୍ଜୟ ରଥ ପ୍ରବନ୍ଧ ପାଠ ଜଗବନ୍ଧୁ। ଦେଶ ରମ୍ୟ ରଚନାର ଜନ୍ମଭୂମି ଫ୍ରାନ୍ସ। ଅକ୍ଷର କର୍ମ ରମ୍ୟ ରଚନାର ପ୍ରଧାନ ଗୁଣ। ଅକ୍ଷର କର୍ମ। ପ୍ରାଚୀନ ଉତ୍କଳ ପ୍ରବନ୍ଧକର ସ୍ରଷ୍ଟାଙ୍କ ନାମ ଜଗବନ୍ଧୁ ସିଂ। ଡ୍ୟାସ୍ ପତ୍ରିକାରେ ବିବେକୀ। ଉତ୍କଳ ଦର୍ପଣ। ପାଶ୍ଚାତ୍ୟ ସାହିତ୍ୟରେ ମୋତେନ ଥିଲେ ରମ୍ୟ ରଚନାର ଜନକ। ପ୍ରାଚୀନ ଉତ୍କଳ ପ୍ରବନ୍ଧ ସ୍ରଷ୍ଟାଙ୍କ ନାମ ହେଉଛି ଜଗବନ୍ଧୁ ସିଂ। ଶିଳା ଓ ଶାଳଗ୍ରାମ ଚିତ୍ତରଞ୍ଜନ ଦାସ। ଜାତିର ମୋ ଜୀବନ। ଓଡ଼ିଆ ସାହିତ୍ୟର ପ୍ରଥମ ରମ୍ୟ ରଚନା ବିବେକୀ। ଫ୍ରାନ୍ସ ଦେଶ ରମ୍ୟ ରଚନାର ଜନ୍ମଭୂମି। ନୀଳକଣ୍ଠ ଦାସ ହେଉଛି ମନୀଷୀ। ଗୋପାଳଚନ୍ଦ୍ର ପ୍ରହରାଜ ହେଉଛି ନନାଙ୍କ ପାଞ୍ଜି। ସିଂହଭୂମିର ଶୃଗାଳ ଗୋପାଳଚନ୍ଦ୍ର ପ୍ରହରାଜ। ଡ୍ୟାସ୍ ଥିଲେ ପତ୍ର ପତ୍ରିକାର ସ୍ରଷ୍ଟା ଚିତ୍ତରଞ୍ଜନ ମହାପାତ୍ର। ରମ୍ୟ ଶବ୍ଦଟି ହେଉଛି ରମ୍ ଧାତୁରୁ ହେଉଛି ରମ୍ୟ ଶବ୍ଦ। ରସର ଅର୍ଥ ହେଉଛି କ୍ରୀଡ଼ା କରିବା।
କରିବା। ଲେଖକଙ୍କ ନାମ ହେଉଛି ଚିତ୍ତରଞ୍ଜନ ଦାସ। ଗାଁ ମଜଲିସ ହେଉଛି ହରିକୃଷ୍ଣ ମହତାବ। ବଟୁଆ କଖାରୁ ଫୁଲ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ। ଭ୍ରମର କାହାଣୀ 2 ଭାଗରେ ବିଭକ୍ତ କରାଯାଇଛି। ଭ୍ରମର କାହାଣୀ ଡ୍ୟାସ୍ ଥିଲେ ପଶ୍ଚିମ ପଥିକ ଭ୍ରମଣ କାହାଣୀ ସ୍ରଷ୍ଟା ମାୟାଧର ମାନସିଂହ। ଜାପାନ ଜାତକ ହେଉଛି ରାଧାନାଥ ରଥ। ଉତ୍କଳ ଭ୍ରମଣର ସ୍ରଷ୍ଟାଙ୍କ ନାମ ଫକୀରମୋହନ ସେନାପତି। ଲଣ୍ଡନ ଚିଠି କଲକି ବିହାରୀ ଧଳ। ଜାପାନ ଜାତକ ରାଧାନାଥ ରଥ। ଉତ୍କଳ ଭ୍ରମଣ ଫକୀରମୋହନ ସେନାପତି। ଦୂରଦୂରାନ୍ତ ଭ୍ରମଣ କାହାଣୀ ସ୍ରଷ୍ଟା ମନୋଜ ଦାସ। ବାୟୋଗ୍ରାଫି ହେଉଛି ଜୀବନର ଇଂରାଜୀ ପ୍ରତିଶବ୍ଦ। ଜୀବନ ସାହିତ୍ୟକୁ 2 ଭାଗରେ ବିଭକ୍ତ କରାଯାଇଛି। ଜୀବନ ଚରିତ୍ରର ବ୍ୟକ୍ତି ଜୀବନର ପ୍ରବାହ ଚିତ୍ର ପ୍ରଦାନ କରିଥାଏ। ଜୀବନ ଚରିତ୍ର ପ୍ରାଚୀନ ସାହିତ୍ୟରେ ଦିବାକର ଦାସଙ୍କ ରଚିତ ଶ୍ରୀ ଜଗନ୍ନାଥ ଚରିତ୍ରାମୃତ ରଚନା ଜୀବନ ଗ୍ରନ୍ଥ ଅଟେ। ବିଶ୍ୱମ୍ବର ବିହାର ବ୍ୟାସଙ୍କର ଜୀବନୀ ଚରିତ୍ର ଅଟେ। ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କର। ଶ୍ରୀ ଚୈତନ୍ୟ ଭାଗବତଙ୍କର ଜୀବନୀ ଚରିତ୍ର ହେଉଛି କବି ଈଶ୍ୱରଚନ୍ଦ୍ର ଦାସ। ଶ୍ରୀ ଚୈତନ୍ୟ ଭାଗବତଙ୍କ ଜୀବନୀ ଚରିତ୍ର। ଫକୀରମୋହନ ସେନାପତିଙ୍କ ଜୀବନୀ ଚରିତ୍ର ହେଉଛି ଶ୍ରୀ ଚୈତନ୍ୟ ଭାଗବତ ହେଉଛି କବି ଈଶ୍ୱରଚନ୍ଦ୍ର ଦାସ। ଫକୀରମୋହନ ସେନାପତିଙ୍କ ଜୀବନ ଚରିତ୍ର ହେଉଛି ବୌଦ୍ଧାବତାର କାବ୍ୟରେ ପ୍ରକାଶ ପାଇଛି। ଡ୍ୟାସ୍ ମେୟରଙ୍କ ଜୀବନ ରଚନା କରିଥିଲେ ଅସିତ କବି। ଡ୍ୟାସ୍ ନେପୋଲିଅନଙ୍କ ଜୀବନ ଚରିତ୍ର ଲେଖିଥିଲେ ଗୋଦାବର୍ଷ ମିଶ୍ର। ମେୟରଙ୍କ ଜୀବନ ଚରିତ୍ର ହେଉଛି ଅସିତ କବି। ଫକୀରମୋହନ ସେନାପତି ବୌଦ୍ଧାବତାର ଜୀବନ ଚରିତ୍ର। ଶ୍ରୀ ଚୈତନ୍ୟ ଭାଗବତ ହେଉଛି କବି ଈଶ୍ୱରଚନ୍ଦ୍ର ଦାସ। ରାଧାନାଥଙ୍କ ଜୀବନୀ ଚରିତ୍ର ହେଉଛି ଦୁର୍ଗାଚରଣ ରାୟ। ନେପୋଲିଅନଙ୍କ ଜୀବନ ଚରିତ୍ର ହେଉଛି ଗୋଦାବର୍ଷ ମିଶ୍ର। ଯଶୋବନ୍ତ ଦାସଙ୍କ ଜୀବନ ଚରିତ୍ର ଡକ୍ଟର ଲାବଣ୍ୟ ନାୟକ। ହେ ସାଥୀ ହେ ସାରଥୀ ଜୀବନ ଚରିତ୍ର ନିତ୍ୟାନନ୍ଦ ଶତପଥୀ। ଶତାବ୍ଦୀର ସୂର୍ଯ୍ୟ କୁଳବୁଦ୍ଧ ରଚନା କରିଥିଲେ ସୁରେନ୍ଦ୍ର ମହାନ୍ତି। ଗୌତମ ବୁଦ୍ଧଙ୍କ ଜୀବନ ଚରିତ୍ର ଜାନକୀଗୋଳ ପଟ୍ଟନାୟକ। ରାଧାନାଥ ଜୀବନୀ ଦୁର୍ଗାଚରଣ ରାୟ। ଜୀବନ ଚରିତ୍ର ଦୁର୍ଗାଚରଣ। ନେପୋଲିଅନ ହେଉଛି ଗୋଦାବର୍ଷ ମିଶ୍ର। ହେ ସାରଥୀ ନିତ୍ୟାନନ୍ଦ ଶତପଥୀ। ଇତିହାସ ରାଜ୍ୟଲକ୍ଷ୍ମୀ ସଂଘମିତ୍ରା ମିଶ୍ର। ନାଟକକାର ରାମଶଙ୍କର ରାୟଙ୍କ ଜୀବନ ଚରିତ୍ର ହେମନ୍ତ କୁମାର ଦାସ। ଭୂମିପୁତ୍ର ଜୀବନ ଚରିତ୍ର ହେଉଛି ବାସୁଦେବ ସାହୁ। ଯଶୋବନ୍ତ ଦାସଙ୍କ ଜୀବନ ଚରିତ୍ର ହେଉଛି ଡକ୍ଟର ଲାବଣ୍ୟ ନାୟକ। ହେ ସାରଥୀ ହେଉଛି ନିତ୍ୟାନନ୍ଦ ଶତପଥୀ। ଶତାବ୍ଦୀର ସୂର୍ଯ୍ୟ କୁଳବୁଦ୍ଧ ସୁରେନ୍ଦ୍ର ମହାନ୍ତି। କୁମ୍ଭାର ଚକ ହେଉଛି କାଳୀଚରଣ ପଟ୍ଟନାୟକ। ଫକୀରାନନ୍ଦଙ୍କ ଆତ୍ମଜୀବନୀ ମୋ ଫୁଟା ଡଙ୍ଗାର କାହାଣୀ। ନିଃସଙ୍ଗ ପଦାତିକ ରବି ସିଂ। ଅଙ୍ଗେ ଯାହା ନିଭାଇଛି ଙ୍କର ଆତ୍ମଜୀବନୀ କାଳିନ୍ଦୀଚରଣ ପାଣିଗ୍ରାହୀ। ପଥ ପୃଥିବୀ ହେଉଛି ଆତ୍ମଜୀବନୀ ସୁରେନ୍ଦ୍ର ମହାନ୍ତି। ମୋ ଜୀବନର ଅନେକ ଉପନ୍ୟାସ ଶାନ୍ତନୁ କୁମାର ଆଚାର୍ଯ୍ୟ। ଶଶିଭୂଷଣ ରାୟ ପିତୃସ୍ମୃତି। ସାଧନାର ପଥେ ହରକୃଷ୍ଣ ମହତାବ। ପ୍ରବନ୍ଧ ଶବ୍ଦଟିର ବ୍ୟୁତ୍ପତ୍ତିଗତ ଅର୍ଥ। ପ୍ରବନ୍ଧ ଉପସର୍ଗ ପ୍ରବନ୍ଧ। ବନ୍ଧ ଧାତୁ ଅପ୍ରତ୍ୟୟ ଯୋଗରୁ ପ୍ରବନ୍ଧ ହୋଇଛି। ଯୁକ୍ତ ବନ୍ଧ ଯୁକ୍ତ ଅ। ଯଦୁମଣିଙ୍କ ପ୍ରସିଦ୍ଧ କାବ୍ୟ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର। ହିନ୍ଦୀ ଭାଷାରେ ପ୍ରବନ୍ଧ ନାମ ନିବନ୍ଧ। ପ୍ରବନ୍ଧର ଇଂରାଜୀ ରୂପ ଏସେ। ସଂସ୍କୃତ ଭାଷାରେ ପ୍ରବନ୍ଧକୁ କୁହାଯାଉଥିବା ସନ୍ଦର୍ଭ। ସଂସ୍କୃତ ଭାଷାରେ ପାଶ୍ଚାତ୍ୟ ସାହିତ୍ୟରେ ଫରାସୀ ଲେଖକ ମଣ୍ଟନ୍ଙ୍କୁ ପ୍ରବନ୍ଧ ଜନକ କୁହାଯାଏ। ମଣ୍ଟନ୍ ପ୍ରବନ୍ଧକୁ ଓଡ଼ିଆ ଭାଷାରେ ବ୍ୟକ୍ତ କରାଯାଇଛି। ତନ୍ମୟ ମନ୍ମୟ। କେଉଁ ପ୍ରବନ୍ଧର ବିଷୟବସ୍ତୁ ସମ୍ପର୍କରେ ବସ୍ତୁନିଷ୍ଠ ପ୍ରବନ୍ଧର ବିଷୟବସ୍ତୁ ସମ୍ପର୍କରେ ଧାରଣା ପ୍ରଦାନ କରିଥାଏ। କହନ୍ତି ବସ୍ତୁନିଷ୍ଠ ପ୍ରବନ୍ଧ ଲେଖ। ବସ୍ତୁନିଷ୍ଠ। ବ୍ୟକ୍ତିନିଷ୍ଠ ପ୍ରବନ୍ଧ ହେଉଛି ଲେଖକଙ୍କର ବ୍ୟକ୍ତିଗତ ଅନୁଭୂତି ପରିବେଶିତ ହୁଏ। ବସ୍ତୁନିଷ୍ଠରେ ବିଷୟବସ୍ତୁ। ଗୋଟେ ସେଥିରେ ପ୍ରଥମ ପ୍ରବନ୍ଧ ବିବେକୀ। ପ୍ରବନ୍ଧର ସ୍ରଷ୍ଟା ରାଧାନାଥ ରାୟ। ପ୍ରବନ୍ଧ ମାନେ ଏସେ ହେଉଛି ବିବେକୀ। ଚିତ୍ତରଞ୍ଜନ ଦାସଙ୍କ ପ୍ରବନ୍ଧ ଶିଳା ଶିଳାଗ୍ରାମ। ଉତ୍କଳ ଦୀପିକା ହେଉଛି ଗୋଟେ ପ୍ରବନ୍ଧ ରଚନା ଆରମ୍ଭ ହୋଇଥିଲା। ପ୍ରଥମତଃ ଉତ୍କଳ ଦୀପିକା ଗୋଟେ ପ୍ରବନ୍ଧ ଆଉ। ଆମ ଘର ହାଲଚାଲ ସ୍ରଷ୍ଟାଙ୍କ ନାମ ଗୋପାଳଚନ୍ଦ୍ର ପ୍ରହରାଜ। ବିବିଧ ପ୍ରବନ୍ଧ ସଂକଳନ ରଚୟିତା ବିଶ୍ୱନାଥ କର। ମୃତ୍ୟୁଞ୍ଜୟ ରଥ ପ୍ରବନ୍ଧ ପାଠ ସଂକଳନ କରିଥିଲେ। NET 4 କୋର୍ 2 ଓଡ଼ିଆ ଅନର୍ସ ସେମିଷ୍ଟର 1 ଓଡ଼ିଆ ଅନର୍ସ।